ଆଧୁନିକ ଓଡ଼ିଆ ସାହିତ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର କ୍ଲାସ୍ଟି ଧ୍ୱନି ଉପରେ ରହିଛି। ଚାଲନ୍ତୁ ଧ୍ୱନି ଉପରେ ଡିଟେଲ୍ସ ଆଲୋଚନା କରିବା। ପ୍ରଥମେ ଦେଖିବା ଧ୍ୱନି। ଏହାର ପ୍ରବର୍ତ୍ତକ ହେଉଛନ୍ତି ଆନନ୍ଦବର୍ଦ୍ଧନ। ଧ୍ୱନି ଏବଂ ଆନନ୍ଦବର୍ଦ୍ଧନଙ୍କ ଲେଖାଟି ହେଉଛି ଧ୍ୱନି ଆଲୋକ ଲେଖାଟି। ଯେଉଁ କାବ୍ୟରେ ବାଚାର୍ଥ ଅପେକ୍ଷା ବ୍ୟଙ୍ଗାର୍ଥର ଅଧିକ ସୁନ୍ଦର ଓ ଚମତ୍କାର ଅର୍ଥର ପ୍ରତୀତିକୁ ସ୍ୱୀକାର କରିଥାଏ ତାହାକୁ ସାହିତ୍ୟରେ ଧ୍ୱନି ବୋଲି କୁହାଯାଇଥାଏ। ଏବଂ ଧୁନ୍ ଯୁକ୍ତକ ଇ ଧ୍ୱନି, ଏହାର ଅଭିଧାନିକ ଅର୍ଥ ହେଉଛି ନାଦ। ଧ୍ୱନିର ଅଭିଧାନିକ ଅର୍ଥ ହେଉଛି ନାଦ। ଦେଖିବା ଆନନ୍ଦବର୍ଦ୍ଧନ ଏବଂ ଅଭିନବଗୁପ୍ତ, ଏହି ଦୁଇ ପ୍ରବକ୍ତା ହେଉଛନ୍ତି ଧ୍ୱନିବାଦର ବିଶିଷ୍ଟ ଧ୍ୱନିବାଦୀ ବ୍ୟକ୍ତି। ଧ୍ୱନିକୁ ଭିତ୍ତି କରି ଓଡ଼ିଆ ସାହିତ୍ୟରେ ତିନି ପ୍ରକାର କାବ୍ୟର ପରିକଳନ କରାଯାଇଛି: ଉତ୍ତମ କାବ୍ୟ, ମଧ୍ୟମ କାବ୍ୟ ଏବଂ ଅଧମ କାବ୍ୟ। ଦେଖିବା ପ୍ରଥମେ ଉତ୍ତମ କାବ୍ୟ କାହାକୁ କୁହାଯାଏ? ଯେଉଁ କାବ୍ୟରେ ବାଚାର୍ଥ ଅପେକ୍ଷା ବ୍ୟଙ୍ଗାର୍ଥ ଅଧିକ ମାତ୍ରାରେ ଥାଏ ତାହାକୁ ଉତ୍ତମ କାବ୍ୟ କୁହାଯାଏ, ବା ଏହାକୁ ଉତ୍ତମ କାବ୍ୟ ବା ଶ୍ରେଷ୍ଠ କାବ୍ୟ ମଧ୍ୟ କୁହାଯାଇଥାଏ। ଏହାର ଉଦାହରଣ ହେଉଛି ଲାବଣ୍ୟବତୀ କାବ୍ୟରେ ଦେଖାଯାଇଥାଏ ଉତ୍ତମ କାବ୍ୟ ବା ଶ୍ରେଷ୍ଠ କାବ୍ୟ। ରସକଳେଳ ଏବଂ ବିଦଗ୍ଧ ଚିନ୍ତାମଣିରେ ମଧ୍ୟ ଦେଖାଯାଇଥାଏ। ମଧ୍ୟମ କାବ୍ୟ କ'ଣ ଦେଖିବା? ଯେଉଁଥିରେ ବାଚାର୍ଥ ମୁଖ୍ୟ ଓ ବ୍ୟଙ୍ଗାର୍ଥ ଗୌଣ ସ୍ଥାନ ଅଧିକାର କରିଥାଏ କିମ୍ବା ସମାନ ଭାବରେ ରହିଥାଏ ତାହାକୁ ମଧ୍ୟମ କାବ୍ୟ କୁହାଯାଏ। ଯେଉଁଟାକି ବାଚାର୍ଥ ଏବଂ ବ୍ୟଙ୍ଗାର୍ଥ ସମାନ ଭାବରେ ଥାନ୍ତି ତାହାକୁ ମଧ୍ୟମ କାବ୍ୟ କୁହାଯାଏ, ବା ଏହାକୁ ଗୁଣୀଭୂତ ବ୍ୟଙ୍ଗ କାବ୍ୟ ମଧ୍ୟ କୁହାଯାଇଥାଏ। ଏହାର ଉଦାହରଣ ହେଉଛି ବୈଦେଶ ବିଳାସ ଏବଂ ସୁଭଦ୍ରା ପରିଣୟ ଏବଂ ଧୂପ। ତୃତୀୟ ନମ୍ବରଟି ହେଲା ଅଧମ କାବ୍ୟ ବା ଚିତ୍ରକାବ୍ୟ ବୋଲି କୁହାଯାଇଥାଏ, ତାକୁ ଚିତ୍ରକାବ୍ୟ ବୋଲି ମଧ୍ୟ କୁହାଯାଇଥାଏ। ଯେଉଁ କାବ୍ୟରେ ବ୍ୟଙ୍ଗାର୍ଥ ଆଦୌ ପରିଲିଖିତ ହୁଏ ନାହିଁ ତାହାକୁ ଅଧମ କାବ୍ୟ କୁହାଯାଏ। ଏହାର ଉଦାହରଣ ହେଉଛି ଗୋଟିଏ ଚିତ୍ରକାବ୍ୟ ବନ୍ଦୋଧୟ। ଅଧମ କାବ୍ୟର ଉଦାହରଣ ହେଉଛି ଗୋଟେ ଚିତ୍ରକାବ୍ୟ ବନ୍ଦୋଧୟ ଲେଖାଟି। ଧ୍ୱନିର କେତୋଟି ସଂଜ୍ଞା ଉପରେ ଆଲୋଚନା କରିବା। ଆନନ୍ଦବର୍ଦ୍ଧନ କହିଛନ୍ତି କାବ୍ୟସ୍ୟାତ୍ମା ଧ୍ୱନି ହିଁ କାବ୍ୟର ଆତ୍ମା, ତା ଅର୍ଥ। ବିଶ୍ୱନାଥ କବିରାଜ କହିଛନ୍ତି ବାଚାର୍ଥ ସଇନି ବ୍ୟଙ୍ଗୋ ଧ୍ୱନିସତ୍ କାବ୍ୟ ସୁ ଉତ୍ତମ। ପରବର୍ତ୍ତୀ ସମୟରେ ଦେଖିବା ଧ୍ୱନିର ପ୍ରକାର ଭେଦ, ଯାହାକି 10,455ଟି ଧ୍ୱନି ଭେଦ ରହିଛି। ତ ସେଥିମଧ୍ୟରୁ ଅଳଙ୍କାରିକ ମାନେ 51ଟିକୁ ଶୁଦ୍ଧ ଧ୍ୱନି ଏବଂ 3ଟିକୁ ମୁଖ୍ୟ ଧ୍ୱନି ଭାବରେ ଗ୍ରହଣ କରୁଛନ୍ତି। 51ଟି ଶୁଦ୍ଧ ଧ୍ୱନି ଏବଂ 3ଟି ମୁଖ୍ୟ ଧ୍ୱନି ଭାବରେ ଗ୍ରହଣ କରୁଛନ୍ତି ଭାବେ ଆନନ୍ଦବର୍ଦ୍ଧନ ଗ୍ରହଣ କରିଛନ୍ତି। ଏହାକୁ ଆନନ୍ଦବର୍ଦ୍ଧନ ଗ୍ରହଣ କରିଛନ୍ତି। ଦେଖିବା 3ଟି ଧ୍ୱନି ପୁଣି କ'ଣ କ'ଣ ନା, ଗୋଟେ ହେଉଛି ବସ୍ତୁ ଧ୍ୱନି, ଗୋଟେ ହେଉଛି ଅଳଙ୍କାର ଧ୍ୱନି, ଆଉ ଗୋଟେ ହେଉଛି ରସଧ୍ୱନି। ପ୍ରଥମେ ଆମେ ଆଲୋଚନା କରିବା ବସ୍ତୁଧ୍ୱନି। ବସ୍ତୁଧ୍ୱନି କ'ଣ? ଯେଉଁଥିରେ ପ୍ରତୀୟମାନ ଅର୍ଥଟି ଗୋଟେ ନିର୍ଦ୍ଦିଷ୍ଟ ବସ୍ତୁକୁ ବା ବିଷୟକୁ ସୂଚିତ କରିଥାଏ ତାହାକୁ ବସ୍ତୁଧ୍ୱନି। ନିର୍ଦ୍ଦିଷ୍ଟ ବିଷୟକୁ ନେଇକି ଯାହା ରହିଥାଏ ତାହା ହେଉଛି ବସ୍ତୁଧ୍ୱନି। ଏବଂ ପରେ ଦେଖିବା ଅଳଙ୍କାର ଧ୍ୱନି, ଯେତେବେଳେ କୌଣସି ବାକ୍ୟରୁ ଜଣାପଡ଼ୁଥିବା ବ୍ୟଙ୍ଗାର୍ଥ କୌଣସି ଅଳଙ୍କାରକୁ ବ୍ୟଞ୍ଜିତ କରୁଥାଏ ସେଠାରେ ଅଳଙ୍କାର ଧ୍ୱନି ହୋଇଥାଏ। ବା ଯେତେବେଳେ କୌଣସି ବାକ୍ୟରୁ ଜଣାପଡ଼ୁଥିବା ଗୋଟେ ବ୍ୟଙ୍ଗାର୍ଥ କୌଣସି ଅଳଙ୍କାରକୁ ବ୍ୟଞ୍ଜିତ କରୁଥିଲେ ବା ଗୋଟେ ବାକ୍ୟର ଅଳଙ୍କାର ବ୍ୟବହାର ହେଉଛି ବୋଲି ଜଣାପଡ଼ୁଥିଲେ ସେଇଟା ଅଳଙ୍କାର ଧ୍ୱନି ହୋଇଥାଏ। ଠିକ୍ ସେହିଭଳି ରସଧ୍ୱନିକୁ ଧ୍ୱନିର ଆତ୍ମା ରୂପେ ସ୍ୱୀକାର କରାଯାଇଛି ବା ଆନନ୍ଦବର୍ଦ୍ଧନ ସ୍ୱୀକାର କରିଛନ୍ତି। ରସଧ୍ୱନିକୁ ଆତ୍ମା ରୂପେ ସ୍ୱୀକାର କରିଛନ୍ତି। ରସଧ୍ୱନିକୁ ଧ୍ୱନିର ଆତ୍ମା ରୂପରେ ଆନନ୍ଦବର୍ଦ୍ଧନ ସ୍ୱୀକାର କରିଛନ୍ତି। ଯେଉଁ କାବ୍ୟ କୌଣସି ରସକୁ ବ୍ୟଞ୍ଜିତ କରିଥାଏ ତାହାକୁ ରସଧ୍ୱନି କୁହାଯାଏ। ଯେମିତି ଆମେ ଏଠି ବୁଝିଲେ, ଯେଉଁ
ଯେଉଁଠାରେ ବସ୍ତୁକୁ ବା ବିଷୟବସ୍ତୁକୁ ସୂଚିତ କରିଥାଏ ତାହାକୁ ବସ୍ତୁ ଧ୍ୱନି କୁହାଯାଏ। ଠିକ୍ ସେଭଳି ଯେଉଁଠାରେ ଗୋଟେ ବାକ୍ୟରେ ଅଳଙ୍କାର ବ୍ୟବହାର ହେଉଥିବାର ମାନେ ଆମେ ଜାଣିପାରିବା ସେଇଟା ଅଳଙ୍କାର ଧ୍ୱନି କହିଲେ। ଠିକ୍ ସେଭଳି ଯେତେବେଳେ ଆମେ ଗୋଟେ ବାକ୍ୟରେ ଯେକୌଣସି ରସକୁ ବ୍ୟଞ୍ଜିତ ବା ରସ ଥିବାର ଜଣାପଡ଼େ ସେତେବେଳେ ଆମେ ତାକୁ ରସଧ୍ୱନି ବୋଲି କହିବା। ତ ଧ୍ୱନି ଉପରେ ଆମେ ଜାଣିଲେ ଯାହାକି 3 ପ୍ରକାର ଧ୍ୱନି, ବସ୍ତୁ ଧ୍ୱନି, ଅଳଙ୍କାର ଧ୍ୱନି, ରସଧ୍ୱନି। ଏବଂ ଏହା ପୂର୍ବରୁ ପଢ଼ିଲେ ଯେ ସଂଜ୍ଞା ପଢ଼ିଥିଲେ କାବ୍ୟ, 3ଟି କାବ୍ୟ ଉପରେ ପଢ଼ିଥିଲେ। ଧ୍ୱନିକୁ ଭିତ୍ତି କରିକି ଓଡ଼ିଆ ସାହିତ୍ୟର 3ଟି ପ୍ରକାର କାବ୍ୟର ପରିକଳ୍ପନା, ଯେମିତିକି ଉତ୍ତମ କାବ୍ୟ, ମଧ୍ୟମ କାବ୍ୟ ଏବଂ ଅଧମ କାବ୍ୟ ବିଷୟରେ ପଢ଼ିଲେ। ଏବଂ ଧ୍ୱନିର ପ୍ରବର୍ତ୍ତକ ହେଉଛନ୍ତି ଆନନ୍ଦବର୍ଦ୍ଧନ। ତ ଇଏ ଥିଲା ଧ୍ୱନି ଉପରେ ସମ୍ପୂର୍ଣ୍ଣ ଆଲୋଚନାଟି। ଏବଂ ଏହି ଭିତରୁ ହିଁ ପରୀକ୍ଷାରେ LTR TGT ଓଡ଼ିଆ ଏକ୍ଜାମରେ ଏହି ଭିତରୁ ହିଁ ପ୍ରଶ୍ନ ପଚାରିବ। ତ ଏହାକୁ ଭଲସେ ନୋଟ୍ କରନ୍ତୁ ଏବଂ ସଠିକ୍ ଭାବରେ ପଢ଼ନ୍ତୁ। ଆଜିର କ୍ଲାସ୍ଟି ଶେଷ କରିବା। ଧନ୍ୟବାଦ।